ଅଡର ବଜାର ଯୁବକ ସଂଘ ପକ୍ଷରୁ ପାଳିତ ହେଲା ବିଶ୍ୱ ପଖାଳ ଦିବସ। ପ୍ରତ୍ୟେକ ବର୍ଷ ମାର୍ଚ୍ଚ 20 ତାରିଖରେ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ପଖାଳକୁ ନେଇ ପାଳିତ ହେଉଛି ବିଶ୍ୱ ପଖାଳ ଦିବସ। ଏହି ଅବସରରେ ବାଲେଶ୍ୱର ସହରର ଅଡର ବଜାର ଯୁବକ ସଂଘ ପକ୍ଷରୁ ସାମୂହିକ ପଖାଳ ସେବନ ମାଧ୍ୟମରେ ପଖାଳ ଦିବସ ପାଳନ କରାଯାଇଛି। ସ୍ଥାନୀୟ ଗିରି ମାର୍କେଟ କମ୍ପ୍ଲେକ୍ସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଅର୍ବାନ କୋଅପରେଟିଭ ବ୍ୟାଙ୍କ ସଭାପତି ସୂର୍ଯ୍ୟକାନ୍ତ କର ପୌରୋହିତ୍ୟ କରିଥିଲେ। ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳକୁ ନେଇ ସମସ୍ତଙ୍କ ମଧ୍ୟରେ ଆଗ୍ରହ ବଢ଼ାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଶ୍ରୀ କର କହିଥିଲେ। ଆମ ଓଡ଼ିଆର ପରମ୍ପରା, ଆମ ଓଡ଼ିଆଣୀଙ୍କର ପରମ୍ପରାର ଖାଦ୍ୟ ଏହି ପଖାଳ ଦିବସରେ ସମସ୍ତଙ୍କୁ ମନେ ରଖିବା ପାଇଁ ଆମ ଯୁବବନ୍ଧୁମାନେ ଅରଡ଼ ବଜାରର ଯୁବକ ସଂଘ ତରଫରୁ ଏ ଆୟୋଜନ ହୋଇଛି ଏବଂ ଏଥିରେ ସମସ୍ତ ପ୍ରକାର ଯେତିକି ବ୍ୟଞ୍ଜନ ହେଇଛି ସେ ବ୍ୟଞ୍ଜନ ଗୁଡ଼ିକ ହେଉଛି ସୁସ୍ୱାଦୁ ଏବଂ ପୁରୁଣା ଯୋଗର ବ୍ୟଞ୍ଜନ, ଯାହାକି ଆମେ ତାକୁ ମନେ ରଖିବା ପାଇଁ ପଖାଳ ସହିତ ଆମ ମା'ମାନଙ୍କର ପୁରୁଣା ଖାଦ୍ୟକୁ ମନେ ରଖିବା ପାଇଁ ଏଭଳିଆ ଗୋଟେ ଆୟୋଜନ କରିଛୁ ଏବଂ ବହୁତ ସର୍ଟ ପିରିୟଡ଼ ଭିତରେ ଆମେ କରିଛୁ, ଯାହାକି ଗତକାଲିର ପ୍ରୋଗ୍ରାମ ପରଦିନ ରାତି 11ଟା 12ଟାରେ ପ୍ରୋଗ୍ରାମ, କାଲି ପିଲାମାନେ ଲାଗିଛନ୍ତି। ଆଜି ଯାହା ବି ହେଇଛି ସମସ୍ତଙ୍କୁ ଆମେ ବାଲେଶ୍ୱର ସହରରେ ବୁଦ୍ଧିଜୀବୀଙ୍କୁ ଡାକିଛୁ ଏବଂ ଆମ ଗାଁର ବୟସ୍କ ଲୋକ ଏବଂ ବିଭିନ୍ନ ପ୍ରକାର ଲୋକ ସମସ୍ତଙ୍କୁ ଡାକିଛୁ। ଆୟୋଜନ ତ ବୋଧେ ପାଖାପାଖି 18-20 ପ୍ରକାରର ହେଇଛି। ଆଜି ଗୁରୁବାର ଥିବା ଯୋଗୁଁ ମଧ୍ୟ ମାଛ ହେଇଛି, କିନ୍ତୁ ତାକୁ ଗୋଟେ ଅଲଗା କରାହେଇଛି କାରଣ ମା ଭଉଣୀମାନେ ଖାଆନ୍ତି ନାହିଁ, ବହୁତ ଲୋକ ଗୁରୁବାରରେ ଖାଆନ୍ତିନି। ଏଥିରେ ଆୟୋଜନ ହେଇଛି ନିମ ଫୁଲ, ସଜନା ନାଡ଼ି ଏବଂ ବାଇଗଣ ଭଜା, ବାଇଗଣ ଚଟୁଣି, ବାଦାମ ଚଟୁଣି, କେଉଁଝରର ଫୁଲ ବଡ଼ି ଭଜା, କଳମ ଶାଗ ଏବଂ ଆମ୍ବ ଚଟୁଣି, ଚିପ୍ସ, କଲରା କଦଳୀ ଚିପ୍ସ, ଛତୁ ଭଜା, ଆଉ କଲରା ଚିଙ୍ଗୁଡ଼ି ବାଟି ବସା ଏବଂ ଚିଙ୍ଗୁଡ଼ି ମାଛ ଛେଚା ଏବଂ ମାଛ ଭଜା, ତା ସହିତ ଭେଣ୍ଡି ଭଜା, ବାଇଗଣ ଭଜା, ଏମିତି ବିଭିନ୍ନ ପ୍ରକାର ପାଖାପାଖି 18ଟି ଆଇଟମ୍ ଆମେ କରିଛୁ। କଖୁରୀ ଫୁଲ ବଡ଼ା, ଯେଉଁଟାକି ପ୍ରକୃତରେ ଆମମାନେ ସୁସ୍ୱାଦୁ ତାକୁ ଖାଇବାକୁ ପାଉନୁ, ଆମେ ଚେଷ୍ଟା କରିଛୁ ଯେତିକି ଆମମାନଙ୍କ ଦ୍ୱାରା ସମ୍ଭବ ହେବ। ବାଲେଶ୍ୱର ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୁରାଧ୍ୟକ୍ଷା ସବିତା ସାହୁ, ସ୍ଥାନୀୟ କାଉନସିଲର ରଞ୍ଜିତା ମହାପାତ୍ର, ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗଣେଶ ମହାପାତ୍ର, ବ୍ରିଟ୍ ଅଧ୍ୟକ୍ଷ ଆଲୋକ ସାହୁ, ଯୁବ ସଂଗଠକ ଇଞ୍ଜିନିୟର ବିଭୁପଦ ଦାସ, କୃଷକ ନେତା ଅଜୟ ସାମଲ, ଯୁବ ନେତା ସରୋଜ ଲେଙ୍କା, ତୁଷାରକାନ୍ତି ତପସୀ, ଶକ୍ତିପଦ ରାୟ, ଅନିରୁଦ୍ଧ ପ୍ରଧାନ, ସାମାଜିକ କର୍ମୀ ମିନତୀ ସେଠୀ, ଇତିକୃଷ୍ଣା ସ୍ୱାଇଁ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଖାଳ ଦିବସ ପାଳନର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ବାଲେଶ୍ୱର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପଖାଳ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ବାଲେଶ୍ୱରରେ କାର୍ଯ୍ୟରତ ବହୁ ସାମ୍ବାଦିକ ଯୋଗଦେଇ ପଖାଳ ଖାଇଥିଲେ। ସମସ୍ତେ ସୁଆଦିଆ ଦହି ପଖାଳ ସହିତ ଶାଗ, ନିମକଡ଼ି ଭଜା, ଆଳୁ ବାଇଗଣ ଭଜା, ପୋଟଳ ଭେଣ୍ଡି ଭଜା, ବାଇଗଣ ଚକଟା, କଞ୍ଚା କଦଳୀ ଓ କଲରା ଚିପ୍ସ, ଛତୁ ଭଜା, କଞ୍ଚା ଆମ୍ବ ଚଟୁଣି, ପାମ୍ପଡ଼, ବଡ଼ିଚୁରା, ବୋଇତାଳୁ ଫୁଲ ଭଜା, ବିଲାତି ଆଳୁ ବାଟି ବସା, କାକୁଡ଼ି ବିଲାତି ସାଲାଡ, କେନ୍ଦୁଝର ଫୁଲ ବଡ଼ି ପ୍ରଭୃତି ଭଳି ସୁଆଦିଆ ବ୍ୟଞ୍ଜନର ମଜା ନେଇଥିଲେ। ଏଥିସହିତ ଚିଙ୍ଗୁଡ଼ି ଭଜା, ମାଛ ବେସର, ମାଛ ଭଜା ଓ କଲରା ଚିଙ୍ଗୁଡ଼ି ଘାଣ୍ଟ ପ୍ରଭୃତି ପଖାଳ ଖିଆର ମଜାକୁ ଦ୍ୱିଗୁଣିତ କରିଥିଲା। ସୌମ୍ୟରଞ୍ଜନ ଜେନା, ସତ୍ୟରଞ୍ଜନ ଦାସ ମହାପାତ୍ର, ସୌମ୍ୟଶଙ୍କର ଦାସ, ରାଜୀବ ଗିରି, ପୀୟୁଷ ନନ୍ଦୀ, ପ୍ରହ୍ଲାଦ ବେହେରା, ପ୍ରବୀର ଶଙ୍କର ଦାସ, ସୁଶାନ୍ତ ଦାସ, ଚିତ୍ତରଞ୍ଜନ ସାହୁ, ସତ୍ୟନାରାୟଣ ଦାସ, ଶଙ୍କର ଜେନା ପ୍ରମୁଖ ଯୁବକ ସଂଘର ସଦସ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।